দিগ্বলয় উপরকু হই আসে চেতনার সূর্য রাত্রির আকাশে দেখা দিয়ে অনুরাগর জহ্ন এবং সে আকাশরু যে বর্ষা হুয়ে সে হচ্ছে ভাবোচ্ছ্বাসর বর্ষা এবং সে বর্ষার পদপাতরে এটি শৈক্ষিক চেতনার উপবନରେ ফুটি উঠন্তি কଣ উঠন্তি ফুটি না গণিত সাহিত্য বিজ্ঞান কলা কারুকার্য ସବୁ କିଛି ଆଉ ଆଜିକାଲିକାର ମା ବାପା ମାନେ ପିଲାମାନଙ୍କୁ କହୁଛନ୍ତି ବାପା ଲ ଧନ ଲ ପାଠ ପଢ଼ ମୋତେ ତୁ 98% ଦେଖେଇବୁ 99% ଦେଖେଇବୁ ଏବଂ ଯଦି କମିଗଲା ତାହେଲେ ପିଲାକୁ ମାଡ଼ ଦିଆହେଉଛୁ ତାକୁ ବିଭିନ୍ନ ପ୍ରକାର କୁତ୍ସା କଥା କୁହାହେଉଛୁ ତାକୁ ଧିମେଇ ଦିଆହେଉଛି ତା ପ୍ରତିଭାକୁ ସେ ପିଲାର ଚେତନା ସ୍ତରରେ ଏକ କୁପ୍ରଭାବ ପଡ଼ୁଛି ବର୍ତ୍ତମାନ 99 ନମ୍ବର ରଖିଲେ ମଧ୍ୟ ତାକୁ ଦେଖିବା ପାଇଁ ଆସୁନାହାନ୍ତି କାରଣ ପ୍ରତିଭାର ଗୋଟେ ଘୋଡ଼ା ଦୌଡ଼ ଚାଲିଛି ଗୋଟେ ଗୋଟେ ନମ୍ବରରେ ଲକ୍ଷ ଲକ୍ଷ ପିଲା ଉତ୍ତୀର୍ଣ୍ଣ ହେଉଛନ୍ତି ପିଲାମାନେ ବଡ଼ ମଣିଷ ହୁଅ କିଛି କ୍ଷତି ନାହିଁ କିନ୍ତୁ ଭଲ ମଣିଷ ହେବା ଦରକାର ଆଉ ବାପା ମା ମାନେ ଭୁଲି ଯାଉଛନ୍ତି ଖାଲି ପାଠ ପଢ଼ିଦେଲେ ସେ ବଡ଼ ମଣିଷ ହେଇଯିବ ତାର କିଛି ନାହିଁ ଶୁଣିଲେ ପିଲା ଆଶ୍ଚର୍ଯ୍ୟ ହେବ ଆଜି ଭାରତ ବର୍ଷରେ ଯେଉଁ ପାର୍ଲାମେଣ୍ଟରେ ଝଡ଼ ସୃଷ୍ଟି ହେଉଛି ଜଣଙ୍କ ନାଁ ନେଇକି ତା ନାଁ ଏକା ବୁଝିପାରିବ ତା ନାଁ ହେଉଛି ଆଦାନୀ ଜଳ ସ୍ଥଳ ଆକାଶରେ ଯେ ଇନଫ୍ରାଷ୍ଟ୍ରକ୍ଚର ତିଆରି କରୁଛି ସେ ସମୁଦ୍ର ହଉ କିମ୍ବା ଆକାଶ ମାର୍ଗରେ ହଉ କିମ୍ବା ସ୍ଥଳ ପଥରେ ହଉ ଏଭଳି ଜଣେ ବିଚକ୍ଷଣ ଧନାଢ୍ୟ ବ୍ୟକ୍ତି ଆଦାନୀ ତାର ପାଠ ପଢ଼ା ହେଉଛି ମେଟ୍ରିକ ପାସ୍ ସେ ଗ୍ରାଜୁଏଟ୍ ହେଇପାରିଲା ନାହିଁ ବୋଲି ତା ମନରେ ଦୁଃଖ ସାରା ଭାରତ ବର୍ଷକୁ ଧନରେ ସେ କିଣି ନେବ ଯେ ଓବରାଇ କମ୍ପାନୀର ମ୍ୟାନେଜିଂ ଡିରେକ୍ଟର ଓବରାଇ କମ୍ପାନୀ तार मालिकर पाठ पढ़ा मैट्रिक फेल